ଖୁସିରେ ରହିବାକୁ ତ ସମସ୍ତେ ଚାହାନ୍ତି। ଖୁସିକୁ ସବୁବେଳେ ନିଜ ପାଖରେ ରଖିବାକୁ ଚାହାନ୍ତି। ଜୀବନରେ ଆମେ ଯାହା ବି କରୁ ଖୁସି ପାଇବା ପାଇଁ, ଖୁସିରେ ରହିବା ପାଇଁ କରୁ। ତଥାପି ବି ସବୁବେଳେ ଖୁସିରେ ରହିପାରୁନା। ଟିକିଏ ଦୁଃଖ, କଷ୍ଟ ଆଉ ଅସୁବିଧା ହେଲେ ଏତେ ଅଧୈର୍ଯ୍ୟ ହୋଇପଡ଼ୁ ଖୁସିକୁ ଅନୁଭବ ବି କରିପାରୁନା। ଆମେ ନିଜର ଅଭାବ, ଅସୁବିଧା, ଦୁଃଖ, କଷ୍ଟ ପାଇଁ କେବେ ସମୟକୁ ତ କେବେ ଭାଗ୍ୟକୁ, ପୁଣି କେବେ ପରିସ୍ଥିତିକୁ ଦାୟୀ କରିଥାଉ ଆଉ ପୁଣି ନିଜକୁ ଦୁଃଖୀ ହିଁ କରିଥାଉ। ହେଲେ ପ୍ରକୃତ କଥାଟା ଏଇଆ ଯେ ଖୁସି ଆମ ନିଜ ପସନ୍ଦ ଆଉ ଭାବନା ଉପରେ ନିର୍ଭର କରେ। ଖୁସି ହେବା, ଦୁଃଖୀ ହେବା, ହସିବା, କାନ୍ଦିବା ଏସବୁ ଆମର ନିଜସ୍ୱ ଚିନ୍ତାଧାରା। ପ୍ରାୟତଃ ସମସ୍ତଙ୍କ ଜୀବନରେ ଏଇଟା ଗୋଟେ ସାଧାରଣ କଥା। ସମସ୍ତେ ଖୁସି ପଛରେ ଦୌଡ଼ିଛନ୍ତି, ହେଲେ କେହି ଖୁସି ନାହାନ୍ତି। କାରଣ ଖୁସି ଅନ୍ୟ କେଉଁଠି ନୁହଁ, ନିଜ ଭିତରେ ହିଁ ଅଛି। ହେଲେ ନିଜକୁ ଜାଣିବାକୁ, ବୁଝିବାକୁ ଏଠି କାହା ପାଖରେ ସମୟ ନାହିଁ। ଦୁଃଖ, କଷ୍ଟ, ସମସ୍ୟା ତ ଜୀବନରେ ରହିବ। ସେସବୁ ଭିତରେ ବି ଖୁସିକୁ କେମିତି ଅନୁଭବ କରିବେ, ସବୁବେଳେ ଖୁସିରେ କେମିତି ରହିବେ, ଆପଣ ବି ନିଜକୁ ଖୁସିରେ ରଖିବାକୁ ଚାହୁଁଛନ୍ତି? ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତ୍ୟେକଟି କଥାକୁ ହୃଦୟର ସହ ଅନୁଭବ କରନ୍ତୁ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଖୁସିରେ ରହିବା ଶିଖିଯିବେ। ଖୁସି ଗୋଟେ ଏମିତି ଶବ୍ଦ ଯାହାକୁ ଶୁଣିଲେ ମନରେ ଗୋଟେ ପଜିଟିଭ୍ ଫିଲିଂସ୍ ଆସେ। ଆମେ ସବୁବେଳେ ଯାହା ବି କରୁ ଖୁସି ପାଇବା ପାଇଁ ହିଁ କରୁ। ତଥାପି ସବୁବେଳେ ଖୁସିରେ ରହିପାରୁନା। କାହିଁକି ଜାଣନ୍ତି? କାରଣ ପରିସ୍ଥିତି ଅନୁସାରେ ନିଜ ମନର ସ୍ଥିତିକୁ ରଖିବାରେ ଆମେ ନିଜକୁ ଅଭ୍ୟସ୍ତ କରିଦେଇଛୁ। ଯେଉଁଠି ଖୁସି ହେବାଟା ନିଜ ଉପରେ ନିର୍ଭର କରେ, ହେଲେ ଆମେ ତାର ଓଲଟା ହିଁ କରୁ। ଜୀବନରେ ଯେତେବେଳେ କିଛି ସମସ୍ୟା ଆସେ ସେତେବେଳେ ଆପଣ ପରିସ୍ଥିତିକୁ ଦୋଷ ଦେବା ଆରମ୍ଭ କରିଦିଅନ୍ତି। ଯାହାର ଅର୍ଥ ଆପଣ ପରିସ୍ଥିତିକୁ ହିଁ ଆପଣଙ୍କ ମନର ସ୍ଥିତିକୁ ନିୟନ୍ତ୍ରଣ କରିବାର ଅଧିକାର ଦେଇ ଦେଉଛନ୍ତି। ଯଦି ଆପଣଙ୍କର ନିଜ ମନ ଉପରେ, ଭାବନା ଉପରେ ଆପଣ ନିୟନ୍ତ୍ରଣ ରଖିପାରୁନାହାନ୍ତି, ତାହେଲେ ଆପଣ ଖୁସି କେମିତି ହେବେ? କାରଣ ଆପଣ ଯଦି ନିଜକୁ ବୁଝାଇବାରେ ସକ୍ଷମ ହେବେ ଯେ ପରିସ୍ଥିତି ଯାହା ବି ହେଉନା କାହିଁକି ଖୁସି ହେବା ନ ହେବାଟା ଆପଣଙ୍କ ଉପରେ ହିଁ ନିର୍ଭର କରେ, ତାହେଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଦୁଃଖୀ ହେବାକୁ କିଏ ବା ଚାହେଁ? ଜୀବନରେ ସେହି ମଣିଷ ସବୁବେଳେ ଖୁସିରେ ରହିଥାଏ ଯିଏ ନିଜକୁ ଚିହ୍ନିଛି ଓ ବୁଝିଛି। ସିଏ ହିଁ ପ୍ରତ୍ୟେକ ମୁହୂର୍ତ୍ତର ଆନନ୍ଦ ନେଇଥାଏ ଯିଏ ଏ କଥାକୁ ବୁଝିଛି ଯେ ଦୁନିଆର କୌଣସି ଜିନିଷ ସ୍ଥାୟୀ ନୁହେଁ। ସବୁବେଳେ ବଡ଼ କିଛି ପାଇବା ଆଶାରେ ଆମେ ଜୀବନରେ ଛୋଟ ଛୋଟ ଖୁସିକୁ ଦେଖିନଥାଉ। ଜୀବନରେ କିଛି ନା କିଛିର ଅଭାବ ତ ରହିବ, କାରଣ ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯାହାର କେଉଁଥିରେ ବି ଅଭାବ ନାହିଁ। ତେଣୁ ଆପଣ ଯଦି ଖୁସିରେ ରହିବାକୁ ଚାହିଁବେ, ତାହେଲେ କୌଣସି ପରିସ୍ଥିତିରେ ବି ଆପଣଙ୍କୁ କେହି ଦୁଃଖୀ କରିପାରିବେନି ଏବଂ ନିଶ୍ଚୟ ଖୁସିରେ ରହିବେ। 5ଟି ଏମିତି ପରିବର୍ତ୍ତନ ଯଦି ଆପଣ ଆପଣଙ୍କ ଜୀବନରେ କରିବେ, ତାହେଲେ କେଉଁଠି ବି, କୌଣସି ସମୟରେ ବି, ଖରାପ ପରିସ୍ଥିତିରେ ବି ନିଶ୍ଚିତ ଖୁସିରେ ରହିପାରିବେ। ନମ୍ବର 1, ଜୀବନରେ ସବୁ କିଛିକୁ ସ୍ୱୀକାର କରନ୍ତୁ। ଜୀବନରେ ଯାହା ଘଟେ ଆପଣଙ୍କୁ ତାକୁ ସ୍ୱୀକାର କରିବାକୁ ପଡ଼ିବ ଆଉ ମାନିବାକୁ ପଡ଼ିବ। ଏ ଯାହା ହେଇଛି ଭଲ ପାଇଁ ହେଇଛି, ଯାହା ହେବ ଭଲ ପାଇଁ ହେବ, ଆଉ ଯାହା ହେଉଛି ଭଲ ପାଇଁ ହେଉଛି। ଜୀବନରେ କିଛି ପ୍ରୋବ୍ଲେମ୍ ହେଲେ ଆମକୁ ଲାଗେ ଯେ ଏମିତି କାହିଁକି ହୁଏ। ଦେଖନ୍ତୁ, ଜୀବନଟା ଗୋଟେ କାହାଣୀ ଭଳି। କାହାଣୀର ଶେଷରେ ଯେମିତି ସବୁ କିଛି ଜଣାପଡ଼େ, ଠିକ୍ ସେମିତି ବର୍ତ୍ତମାନ ଜୀବନରେ ଯାହା ଘଟୁଛି, ଭଲ ହେଉ ବା ଖରାପ, ତାକୁ ନେଇ ତର୍ଜମା କରନ୍ତୁନି, ସ୍ୱୀକାର କରନ୍ତୁ। ଜୀବନକୁ ତା ବାଟରେ ଚାଲିବାକୁ ଦିଅନ୍ତୁ। ଆଉ ସମୟ ଆସିଲେ ନିଜେ ହିଁ ବୁଝିପାରିବେ ଯେ କ'ଣ ପାଇଁ ଆପଣଙ୍କ ସାଥିରେ ଏମିତି ହେଇଛି ବା ହେଉଛି। ଆପଣ ହୁଏତ ନ ବୁଝି ନ ସୁଝି କିଛି କରିପାରନ୍ତି, ହେଲେ ଭଗବାନ କେବେ ବି ସେମିତି କରନ୍ତିନି। ଆପଣଙ୍କ କାମ ଉପରେ ଆପଣଙ୍କର ଭରସା ଥାଇ ନପାରେ, ହେଲେ ଈଶ୍ୱର ତାଙ୍କ କାମରେ କେବେ ତ୍ରୁଟି ରଖନ୍ତିନି। ତେଣୁ ନିଜ ଉପରେ ନହେଲେ ବି ଦାଦା ଭଗବାନଙ୍କ ଉପରେ ଭରସା ରଖନ୍ତୁ। ସବୁ କିଛିକୁ ସ୍ୱୀକାର କରନ୍ତୁ, ନିଶ୍ଚିତ ଖୁସିରେ ରହିବେ। ନମ୍ବର 2, କାହା ସହିତ ନିଜକୁ ତୁଳନା କରିବା ବନ୍ଦ କରନ୍ତୁ। ଜୀବନରେ ଅନ୍ୟ କାହା ସହିତ ନିଜକୁ କେବେ ତୁଳନା କରନ୍ତୁନି, କାରଣ ତୁଳନା ହିଁ ସବୁବେଳେ କଷ୍ଟ ଦେଇଥାଏ ଆଉ ତୁଳନାରେ ହିଁ ଅଭାବ ସ୍ପଷ୍ଟ ହୋଇଥାଏ। ଆପଣଙ୍କ ପାଖରେ ସବୁ ଥାଇ ବି ଆପଣ ଦୁଃଖୀ ହେଇଯିବେ, କାରଣ କିଛି ନା କିଛିର ଅଭାବ ତ ସମସ୍ତଙ୍କ ପାଖରେ ଥାଏ ଆଉ ଏମିତିରେ ମନରେ ଈର୍ଷା ଭାବ ହିଁ ଆସିଥାଏ। ଏମିତିରେ ବି ଯଦି ଅନ୍ୟ ତୁଳନାରେ ଆପଣ ଟିକେ ଛୋଟ ହୋଇଯାଉଛନ୍ତି, ତାର ଅର୍ଥ ଏଇଆ ନୁହଁ ଯେ ଆପଣ ଖୁସିରେ ରହିପାରିବେନି। ଜୀବନକୁ ସହଜ କରିବା ପାଇଁ ଅନ୍ୟ ସହିତ ନିଜର ତୁଳନା କରିବା ବନ୍ଦ କରନ୍ତୁ। ସବୁବେଳେ ନିଜ ଭିତରେ ଖୁସି ହିଁ ପାଇବେ। ନମ୍ବର 3, ନିଜକୁ ଭଲ ପାଆନ୍ତୁ। ନିଜ ଜୀବନକୁ ଭଲ ପାଆନ୍ତୁ, ନିଜ କାମକୁ ଭଲ ପାଆନ୍ତୁ, ନିଜ ପରିବାର, ସାଙ୍ଗସାଥି, ସମ୍ପର୍କୀୟ ସମସ୍ତଙ୍କୁ ଭଲ ପାଆନ୍ତୁ। ହେଲେ ଆପଣଙ୍କୁ ଯଦି କେହି କଷ୍ଟ ଦେଇକି ଅପମାନିତ କରେ, ତାହେଲେ ଆପଣ କ'ଣ ଘୃଣା କରିବା ଆରମ୍ଭ କରିବେ? ନାହିଁ, କେବେ ନୁହଁ। କାରଣ ଆପଣ ଆପଣଙ୍କ ଜାଗାରେ ଠିକ୍ ଅଛନ୍ତି। ବରଂ ଏହି କଥା ଭାବନ୍ତୁ ଯେ ଆପଣଙ୍କୁ ଏ କଥାରେ କିଛି ଫରକ ପଡ଼େନି। ସେଭଳି ଲୋକଙ୍କ କଥାକୁ ଗୁରୁତ୍ୱ ହିଁ ଦିଅନ୍ତୁନି, କାରଣ ଏଭଳି ଲୋକ ଭଲର ପ୍ରତିଦାନରେ ବି ଖରାପ କରିବାର ଚିନ୍ତାଧାରା ରଖନ୍ତି। ଆପଣ ନିଜ କାମକୁ ଭଲ ପାଆନ୍ତୁ, ନିଜର ଭଲ ଗୁଣକୁ ବଜାୟ ରଖନ୍ତୁ, ଆପଣ ସବୁବେଳେ ଖୁସିରେ ରହିପାରିବେ। ନମ୍ବର 4, ଆପଣ ଖରାପ ଲୋକଙ୍କ ପାଖରୁ ନିଜକୁ ଦୂରେଇ ରଖନ୍ତୁ। ଏ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କେବେ କାହାର ଭଲ ଚିନ୍ତା କରିପାରନ୍ତିନି, ନା ତ ନିଜେ କିଛି କରିପାରନ୍ତି,
ନା ତ ଅନ୍ୟକୁ କିଛି କରାଇ ଦିଅନ୍ତି। ଏଭଳି ଲୋକମାନେ ଆପଣଙ୍କ ଭିତରେ କେବଳ ନେଗେଟିଭ୍ ଚିନ୍ତାଧାରା ହିଁ ଭରି ଦିଅନ୍ତି। ଯଦି ଆପଣଙ୍କୁ ଆଗକୁ ବଢ଼ିବାକୁ ଅଛି, ନିଜର ଲକ୍ଷ୍ୟ ହାସଲ କରିବାର ଅଛି, ତାହେଲେ ଆପଣ ନିଜକୁ ଭଲ ଲୋକଙ୍କ ସହିତ ଯୋଡ଼ି ରଖନ୍ତୁ। ହେଇପାରେ ସେ ବୟସରେ ବଡ଼ ବା ଛୋଟ, ଆପଣ ବହୁତ ଖୁସିରେ ରହିବେ। ତେଣୁ ନିଜ ଜୀବନରୁ ନେଗେଟିଭ୍ ମେଣ୍ଟାଲିଟିର ଲୋକମାନଙ୍କୁ ଦୂରେଇ ଦିଅନ୍ତୁ। ନେଗେଟିଭ୍ ଲୋକମାନଙ୍କ ସହିତ ରହିବା ବା ସେମାନଙ୍କ ସହିତ ଲଢ଼ିବା, ସବୁଥିରେ ଆପଣ ନେଗେଟିଭ୍ ଏନର୍ଜି ହିଁ ପାଇବେ, ପଜିଟିଭ୍ ନୁହଁ। ତେଣୁ ନିଜକୁ ପଜିଟିଭ୍ ଆଉ ଖୁସିରେ ରଖିବାର ସରଳ ଉପାୟ, ଖରାପ ଲୋକଙ୍କୁ ନିଜ ଜୀବନରୁ ଦୂରେଇ ଦିଅନ୍ତୁ। ନିଶ୍ଚିତ ଭାବରେ ଖୁସିରେ ରହିବେ। ନମ୍ବର 5, ନିଜକୁ କାମରେ ବ୍ୟସ୍ତ ରଖନ୍ତୁ। ଜୀବନରେ ଯେବେ ବି ଖରାପ ସମୟ ଆସେ, ମନକୁ କଷ୍ଟ ହୁଏ, ଏଭଳି ପରିସ୍ଥିତିରେ ବି ଖୁସିରେ ରହିବାର ସବୁଠୁ ବଡ଼ ଉପାୟ, କେଉଁଥିରେ ନା କେଉଁଥିରେ ନିଜକୁ ବ୍ୟସ୍ତ ରଖନ୍ତୁ। ଏମିତି କେତେ କାମ ପରେ କରିବି, ସମୟ ଆସିଲେ କରିବି କହି ଆପଣ କରିନାହାନ୍ତି। ଏମିତି ବହୁତ କାମ ଯାହା ଆପଣଙ୍କୁ ଆଜି ହିଁ କରିବା ଦରକାର। ଏମିତି ଅନେକ କମିଟମେଣ୍ଟ ଯାହା ଆପଣଙ୍କୁ ପୁରା କରିବାର ଅଛି, ସେଥିରେ ନିଜକୁ ବ୍ୟସ୍ତ ରଖନ୍ତୁ। ସମୟ ସାଥିରେ ଚାଲନ୍ତୁ, ସମୟକୁ ଗୁରୁତ୍ୱ ଦିଅନ୍ତୁ। ଯେତେ ବି କଠିନ ପରିସ୍ଥିତି ଆସୁ, ସହଜରେ ଗ୍ରହଣ କରନ୍ତୁ। ଲକ୍ଷ୍ୟ ପଥରେ ଆଗକୁ ବଢ଼ନ୍ତୁ। ଆପଣଙ୍କ ଜୀବନରେ କେବଳ ଖୁସି ହିଁ ପାଇବେ। ଜୀବନରେ ସବୁବେଳେ ପଜିଟିଭ୍ ମାଇଣ୍ଡସେଟ୍ ରଖନ୍ତୁ, କାରଣ ଖୁସି ହେବା ପାଇଁ ଆପଣଙ୍କ ଫିଲିଙ୍ଗସ୍, ଆପଣଙ୍କ ଇମୋସନକୁ ପଜିଟିଭ୍ ରଖିବା ଜରୁରୀ। ଆଉ ଯଦି ଆପଣ ଏସବୁ କରିପାରୁଛନ୍ତି, ତାହେଲେ ଆପଣ ନିଶ୍ଚିତ ଖୁସିରେ ରହିପାରିବେ। ପରିସ୍ଥିତି ଯାହା ବି ହେଉ, ପଜିଟିଭ୍ ହିଁ ଭାବନ୍ତୁ, କାରଣ ଆପଣ ଯାହା ଭାବିବେ ଆପଣ ତାହା ହିଁ ଫିଲ୍ କରିବେ, ଆଉ ଆପଣ ଯାହା ଫିଲ୍ କରିବେ ଆପଣଙ୍କ ଜୀବନରେ ତାହା ହେବାକୁ ଲାଗିବ। ନିଜକୁ ପଚାରନ୍ତୁ, ନିଜ ପାଇଁ କ'ଣ ଚିନ୍ତା କରୁଛନ୍ତି? ପରିବେଶକୁ, ପରିସ୍ଥିତିକୁ, ଲୋକଙ୍କୁ, ଦୁନିଆକୁ ଆପଣ ସିନା ବଦଳାଇ ପାରିବେନି, ହେଲେ ନିଜକୁ ତ ବଦଳାଇ ପାରିବେ। ସେଇଟା ତ ଆପଣଙ୍କ ହାତରେ। ନିଜକୁ ବଦଳାନ୍ତୁ। ଯାହା ଉପରେ ଆପଣଙ୍କର କଣ୍ଟ୍ରୋଲ ନାହିଁ, ତାକୁ ନେଇ ଚିନ୍ତା କରନ୍ତୁ। ସବୁବେଳେ ଖୁସିରେ ରହିବେ। ଶେଷରେ ଏତିକି କହିବି, ସମସ୍ୟା ଉପରେ ନୁହଁ, ସମାଧାନ ଉପରେ ଧ୍ୟାନ ଦିଅନ୍ତୁ। ସୁଖ ଆଉ ଦୁଃଖ ବାହାର ଦୁନିଆରେ ନୁହଁ, ଏବଂ ଆପଣଙ୍କ ମନର ଦୁନିଆରେ ଅଛି। ଖୁସିରେ ରହିବା ପାଇଁ ନିଜ ଚିନ୍ତାଧାରାକୁ ବଦଳାନ୍ତୁ। ଯେଉଁଦିନ ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଯିବ, ସେଦିନ ଆପଣଙ୍କ ଜୀବନରେ ଆପଣ ସବୁଠୁ ବେଶୀ ଖୁସିରେ ରହିବେ। ଭିଡ଼ିଓ ଯଦି ଭଲ ଲାଗିଥାଏ, ତାହେଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପୁଣି ଆସିବେ ଆଉ ଏକ ଭିଡ଼ିଓରେ। ରହୁଛି, ନମସ୍କାର। ବନ୍ଦେ ଉତ୍କଳ ଜନନୀ।